ମୁଁ ଡକ୍ଟର ଶିବପ୍ରସନ୍ନ ପାଠୀ। ପ୍ରିୟ ଛାତ୍ରଛାତ୍ରୀଗଣ, ଆଜିର ଆଲୋଚନା କାର୍ଯ୍ୟକ୍ରମରେ ହିଷ୍ଟୋରିକାଲ ଜିଓଗ୍ରାଫି ଯୁକ୍ତ 3 ଅଧ୍ୟାୟର କଳିଙ୍ଗ, ତୋଷଳୀ, କୌଶଳ, ଉତ୍କଳ, ତ୍ରିକଳିଙ୍ଗ এই যে অধ্যায়টি রয়েছে সেই ভিতর বছা বছা 20 গোটি প্রশ্নকে আমি আলোচনা করা। সেই যে বছা বছা 20 গোটি প্রশ্ন ଆପଣମାନଙ୍କର ସିପେଟ୍ ପରୀକ୍ଷା, ପିଜିଟି ପରୀକ୍ଷା ଏବଂ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା, ଏହିପରିକି ଆପଣଙ୍କର ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷାରେ ମଧ୍ୟ ଆସିବାର ସମ୍ଭାବନା ରହିଅଛି। ଆଜିର ସମସ୍ତ ଆଲୋଚନା ପ୍ରଶ୍ନ ଉତ୍ତର ଏସି ପ୍ରଧାନଙ୍କର ଓଡ଼ିଶା ଇତିହାସ ପୁସ୍ତକରୁ ମୁଁ ଆଲୋଚନା କରୁଅଛି। ହୁଇଚ୍ ନନ୍ଦ କିଙ୍ଗ ରୁଲ୍ଡ ଓଭର ମଗଧ ଇନ୍ 4th century BC? କେଉଁ ନନ୍ଦ ରାଜା ମଗଧରେ ଶାସନ କରୁଥିଲେ 4th ଖ୍ରୀଷ୍ଟପୂର୍ବରେ? ମହାପଦ୍ମନନ୍ଦ, ଧନନନ୍ଦ, ପୁରୁନନ୍ଦ, ଅଲବ୍ଧୈବ। ତ ପିଲାମାନେ ଏକର ଉତ୍ତରଟି ହେବ ଏ ମହାପଦ୍ମନନ୍ଦ। ଆମେ ଏହା ପୂର୍ବ ଭିଡ଼ିଓରେ ଆଲୋଚନା କରିଛେ ଯେ ମହାପଦ୍ମନନ୍ଦ କଳିଙ୍ଗକୁ ଆକ୍ରମଣ କରିଥିଲେ 4th ଖ୍ରୀଷ୍ଟପୂର୍ବରେ। ସେହି ମହାପଦ୍ମନନ୍ଦ ମଗଧରେ ଶାସନ କରୁଥିଲେ। ଏକର ଉତ୍ତରଟି ହେଲା ଏ। ବର୍ତ୍ତମାନ ଆମେ ଦେଖିବା 2 ନମ୍ବର ପ୍ରଶ୍ନ। ହୁଇଚ୍ ଡାଇନାଷ୍ଟି ରୁଲ୍ଡ ଓଭର କଳିଙ୍ଗ ଡ୍ୟୁରିଂ ଦ ଟାଇମ୍ ଅଫ୍ 4th century BC? କେଉଁ ରାଜବଂଶ କଳିଙ୍ଗରେ ଶାସନ କରୁଥିଲେ 4th ଖ୍ରୀଷ୍ଟପୂର୍ବରେ? ଯେତେବେଳେ ନନ୍ଦରାଜା ମହାପଦ୍ମନନ୍ଦ ମଧ୍ୟ କଳିଙ୍ଗକୁ ଆକ୍ରମଣ କରିଥିଲେ ମଗଧରୁ। ମୌର୍ଯ୍ୟ ଡାଇନାଷ୍ଟି, ମହାମେଘବାନ ଡାଇନାଷ୍ଟି, ମଥାର ଡାଇନାଷ୍ଟି, ନନ୍ଦ ଡାଇନାଷ୍ଟି। ତ ପିଲାମାନେ ଏଠି 2 ନମ୍ବରର ଉତ୍ତରଟି ହେବ ସି, ମଥାର। ମାଥର ମାନେ ଶାସନ କରୁଥିଲେ କଳିଙ୍ଗରେ 4th ଖ୍ରୀଷ୍ଟପୂର୍ବରେ। ମନେ ରଖନ୍ତୁ, ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନଟି। ତାପରେ ବର୍ତ୍ତମାନ ଆମେ ଦେଖିବା 3 ନମ୍ବର ପ୍ରଶ୍ନ। ହୁ ଇଜ୍ ଦ ଅଥର ଅଫ୍ ରଘୁବଂଶମ? ରଘୁବଂଶମର ଲେଖକ କିଏ? ପାଣିନି, କୌଟଲ୍ୟ, ବରାହମିହିର, କାଳିଦାସ। ଅତ୍ୟନ୍ତ ସହଜ ପ୍ରଶ୍ନଟିଏ। କାଳିଦାସ ହେଉଛନ୍ତି ଉତ୍ତର। 3ର ଡି ହେଉଛି ଉତ୍ତର। କାଳିଦାସ ଲେଖିଛନ୍ତି ରଘୁବଂଶମ। ଆମେ ରଘୁବଂଶମଟି ଏଠି କାହିଁକି ଆଲୋଚନା କରୁଛନ୍ତି ପିଲାମାନେ? ଯେଉଁଥିରେ କି କଳିଙ୍ଗ ବିଷୟରେ, ତୋଷଳୀ ବିଷୟରେ ବର୍ଣ୍ଣନା କରାଯାଇଛି। ବର୍ତ୍ତମାନ ଆମେ ଦେଖିବା ପିଲାମାନେ 4 ନମ୍ବର ପ୍ରଶ୍ନ। ହୁଇଚ୍ ଅଫ୍ ଦ ପ୍ଲେସ୍ ୱାଜ୍ ଦ କ୍ୟାପିଟାଲ ଅଫ୍ ଇଷ୍ଟର୍ଣ୍ଣ ଗଙ୍ଗ ଇନ୍ ଏଣ୍ଡ ଅଫ୍ 5th century AD? ଇଷ୍ଟର୍ଣ୍ଣ ଗଙ୍ଗମାନେ ମଧ୍ୟ ଓଡ଼ିଶାରେ ଶାସନ କରିଥିଲେ। କେଉଁ ସ୍ଥାନଟି ଇଷ୍ଟର୍ଣ୍ଣ ଗଙ୍ଗମାନଙ୍କର 5ମ ଶତାବ୍ଦୀର ଶେଷ ସମୟରେ ରାଜଧାନୀ ଥିଲା? ବାରାଣାସୀ, କଟକ, ଶିଶୁପାଳଗଡ଼, ମୁଖଲିଙ୍ଗମ, ପାଲୁର। ତ ପିଲାମାନେ ଏଠି 4 ନମ୍ବରର ଉତ୍ତରଟି ହେବ ସି, ମୁଖଲିଙ୍ଗମ। ବର୍ତ୍ତମାନ ଆନ୍ଧ୍ରପ୍ରଦେଶରେ ଅଛି ଏହି ମୁଖଲିଙ୍ଗମ ଅଞ୍ଚଳଟି। ଇଷ୍ଟର୍ଣ୍ଣ ଗଙ୍ଗମାନଙ୍କର ରାଜଧାନୀ ଥିଲା 5ମ ଶତାବ୍ଦୀର ଶେଷ ସମୟ ବେଳକୁ। ବର୍ତ୍ତମାନ ଆମେ ଦେଖିବା 5 ନମ୍ବର ପ୍ରଶ୍ନ। ଇନ୍ ହୁଇଚ୍ ସେଞ୍ଚୁରୀ ହୁଏନ୍ସା ଭିଜିଟେଡ୍ ଟୁ କଳିଙ୍ଗ? କେଉଁ ଶତାବ୍ଦୀରେ ଚୀନର ପରିଭ୍ରାଜକ ହୁଏନ୍ସା ଓଡ଼ିଶାକୁ ଆସିଥିଲେ? 7th century AD, 7th century BC, 8th century AD, 8th century BC। ତ ପିଲାମାନେ 5 ନମ୍ବରର ଉତ୍ତରଟି ହେବ 7th century AD। 7ମ ଖ୍ରୀଷ୍ଟାବ୍ଦରେ ଚୀନର ପରିଭ୍ରାଜକ ହୁଏନ୍ସା କଳିଙ୍ଗକୁ ଭ୍ରମଣ କରିବା ପାଇଁ ଆସିଥିଲେ। ବର୍ତ୍ତମାନ ଦେଖିବା 6 ନମ୍ବର ପ୍ରଶ୍ନ। ହୁଇଚ୍ ଅଫ୍ ଦ ପ୍ଲେସ୍ ଡିକ୍ଲେୟାର୍ଡ କ୍ୟାପିଟାଲ ଅଫ୍ ଇଷ୍ଟର୍ଣ୍ଣ ଗଙ୍ଗ ଡାଇନାଷ୍ଟି ବାଇ ଚୋଡ଼ଗଙ୍ଗ ଦେବ ଆଫ୍ଟର ମୁଖଲିଙ୍ଗମ? ମୁଖଲିଙ୍ଗମ ତ ଇଷ୍ଟର୍ଣ୍ଣ ଗଙ୍ଗ ରାଜାମାନଙ୍କର ରାଜଧାନୀ ଥିଲା, କିନ୍ତୁ ଚୋଡ଼ଗଙ୍ଗ ଦେବ ମୁଖଲିଙ୍ଗମ ପରେ କେଉଁ ଅଞ୍ଚଳକୁ ନିଜର ରାଜଧାନୀ ରୂପେ ଘୋଷଣା କଲେ? ଶିଶୁପାଳଗଡ଼, କଟକ, ଭୁବନେଶ୍ୱର, ସାରଙ୍ଗଗଡ଼। ତ ପିଲାମାନେ 6 ନମ୍ବରର ଉତ୍ତରଟି ହେବ ବି, କଟକ। ତାର ଅର୍ଥ ଚୋଡ଼ଗଙ୍ଗ ଦେବଙ୍କ ସମୟରେ ରାଜଧାନୀ ପରିବର୍ତ୍ତନ ହୋଇଥିଲା ଗଙ୍ଗମାନଙ୍କର, ଇଷ୍ଟର୍ଣ୍ଣ ଗଙ୍ଗମାନଙ୍କର। ମୁଖଲିଙ୍ଗମରୁ କଟକକୁ ସ୍ଥାନାନ୍ତରିତ
ହୋଇଥିଲା। 6ର ଉତ୍ତର ହେଲା ବି। ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ, ମନେ ରଖିଥିବେ, ସମସ୍ତ ପରୀକ୍ଷା ପାଇଁ ଆବଶ୍ୟକ ହେବ ମୋ ପ୍ରିୟ ଛାତ୍ରଛାତ୍ରୀଗଣ। ହୁ କାଲ୍ଡ ହିଜ୍ କିଙ୍ଗଡମ୍ ସକଳୋତ୍କଳ, କିଏ ନିଜର ସାମ୍ରାଜ୍ୟକୁ ସକଳୋତ୍କଳ ବୋଲି କହିଲେ? ଅଶୋକା, ଖାରବେଳ, ଚୋଡ଼ଙ୍ଗଦେବ, କପିଳେନ୍ଦ୍ର ଦେବ। ତ ପିଲାମାନେ 7 ନମ୍ବରର ଉତ୍ତରଟି ହେଉଛି ସି, ଚୋଡ଼ଙ୍ଗଦେବ। ଚୋଡ଼ଙ୍ଗଦେବ ତାଙ୍କ ଶାସନ ସମୟରେ ନିଜ ସାମ୍ରାଜ୍ୟକୁ ସକଳ ଉତ୍କଳ ବୋଲି କହିଲେ, ମାନେ ସମ୍ପୂର୍ଣ୍ଣ ଉତ୍କଳର ସେ ଅଧିକାରୀ ହୋଇଯାଇଥିଲେ। ବର୍ତ୍ତମାନ ଆମେ 8 ନମ୍ବର ପ୍ରଶ୍ନକୁ କହିବା। ଇନ୍ଦ୍ରବର୍ମନ ଫାଷ୍ଟ ବିଲଙ୍ଗ ଫ୍ରମ୍ ହୁଇଚ୍ ଡାଇନାଷ୍ଟି? ଇନ୍ଦ୍ରବର୍ମନ ପ୍ରଥମ ଜଣ ହେଉଛନ୍ତି ରାଜା ଓଡ଼ିଶାର। ସେ କେଉଁ ରାଜବଂଶରୁ ବିଲଙ୍ଗ କରୁଥିଲେ? ଇଷ୍ଟର୍ଣ୍ଣ ଗଙ୍ଗ, ସୋମବଂଶୀ, ମଥାରା, ଭୌମକର। 8 ନମ୍ବରର ଉତ୍ତରଟି ହେଉଛି ପିଲାମାନେ ଏ, ଇଷ୍ଟର୍ଣ୍ଣ ଗଙ୍ଗ। ଇଷ୍ଟର୍ଣ୍ଣ ଗଙ୍ଗ ରାଜବଂଶର ଜଣେ ଫେମସ୍ ରାଜା ହେଉଛନ୍ତି ଇନ୍ଦ୍ରବର୍ମନ ଫାଷ୍ଟ ବା ପ୍ରଥମ ଇନ୍ଦ୍ରବର୍ମନ। ବର୍ତ୍ତମାନ ଆମେ ଦେଖିବା 9 ନମ୍ବର ପ୍ରଶ୍ନ। ହୁ ଫାଷ୍ଟ ଟାଇମ୍ ଡିକ୍ଲେୟାର୍ଡ ହିମସେଲ୍ଫ ଦ ରୁଲର ଅଫ୍ ତ୍ରିକଳିଙ୍ଗ? କିଏ ନିଜକୁ ପ୍ରଥମେ ଘୋଷଣା କରିଥିଲେ ଯେ ତ୍ରିକଳିଙ୍ଗର ଶାସକ, ବା 3ଟି ଯାକ କଳିଙ୍ଗ ତାଙ୍କ ଅଧୀନରେ ଥିଲା? ସେଠୁ ଜଣାପଡ଼ୁଛି ସେ ରାଜା ଜଣକ କିଏ? ଚୋଡ଼ଙ୍ଗଦେବ, ଇନ୍ଦ୍ରବର୍ମନ ଫାଷ୍ଟ, ଯଯାତି ଫାଷ୍ଟ, ଦାଣ୍ଡି ମହାଦେବୀ। ତ ପିଲାମାନେ ଏଠି 9 ନମ୍ବରର ଉତ୍ତର ହେବ ବି, ଇନ୍ଦ୍ରବର୍ମନ ଫାଷ୍ଟ। ଇଷ୍ଟର୍ଣ୍ଣ ଗଙ୍ଗର ଜଣେ ପରାକ୍ରମୀ ରାଜା, ପ୍ରସିଦ୍ଧ ରାଜା ଇନ୍ଦ୍ରବର୍ମନ ଫାଷ୍ଟ ପ୍ରଥମେ ତ୍ରିକଳିଙ୍ଗର ରାଜା ସେ ବୋଲି ନିଜେ ଘୋଷଣା କରିଥିଲେ। ତାପରେ ଆମେ ଦେଖିବା 10 ନମ୍ବର ପ୍ରଶ୍ନ। ଇନ୍ ହୁଇଚ୍ ଅଫ୍ ଦ ଇୟର୍ ଇନ୍ଦ୍ରବର୍ମନ ଫାଷ୍ଟ ଦ ଇଷ୍ଟର୍ଣ୍ଣ ଗଙ୍ଗ କିଙ୍ଗ ପ୍ରୋକ୍ଲେମ୍ଡ ହିମସେଲ୍ଫ ଦ ରୁଲର ଅଫ୍ ତ୍ରିକଳିଙ୍ଗ? କେଉଁ ମସିହାରେ ଇଷ୍ଟର୍ଣ୍ଣ ଗଙ୍ଗ ରାଜବଂଶର ରାଜା ଇନ୍ଦ୍ରବର୍ମନ ଫାଷ୍ଟ ସେ ନିଜେ ତ୍ରିକଳିଙ୍ଗର ରୁଲର ଭାବରେ ଘୋଷଣା କରିଥିଲେ? ସେଟା କେଉଁ ମସିହା? 580, 520 AD, 537 AD, 548। ତ ପିଲାମାନେ ଏଠି 10 ନମ୍ବରର ଉତ୍ତରଟି ହେବ ସି, 537 AD। 537 ଖ୍ରୀଷ୍ଟାବ୍ଦରେ ଇଷ୍ଟର୍ଣ୍ଣ ଗଙ୍ଗ ରାଜା ଇନ୍ଦ୍ରବର୍ମନ ଫାଷ୍ଟ ତ୍ରିକଳିଙ୍ଗର ରାଜା ବୋଲି ନିଜକୁ ଘୋଷଣା କରିଥିଲେ। ବର୍ତ୍ତମାନ ଆମେ ଦେଖିବା ନେକ୍ସଟ ପ୍ରଶ୍ନ 11। 11 ନମ୍ବର ପ୍ରଶ୍ନଟି କ'ଣ କହୁଛି ଆମକୁ? ଇନ୍ ହୁଇଚ୍ ଡକୁମେଣ୍ଟ ମେନସନ୍ ଏବାଉଟ୍ ତ୍ରିକଳିଙ୍ଗ ଏକ୍ସଟେଣ୍ଡେଡ୍ ଫ୍ରମ୍ ଦ ରିଭର ଝଞ୍ଜାବତୀ ଟୁ ରିଭର ବେଦବତୀ? କେଉଁ ଟେକ୍ସଟରେ ବା ଗ୍ରନ୍ଥରେ ପ୍ରମାଣ ଭାବରେ ଲେଖାଯାଇଛି ଯେ ତ୍ରିକଳିଙ୍ଗ ବ୍ୟାପିଥିଲା ଝାଞ୍ଜାବତୀ ନଦୀଠାରୁ ବେଦବତୀ ନଦୀ ପର୍ଯ୍ୟନ୍ତ? ମାଦଳା ପାଞ୍ଜି, ଶିଳ୍ପଶାସ୍ତ୍ର, ଓଡ଼ିଆ ମହାଭାରତ, ବ୍ରହ୍ମାଣ୍ଡ ପୁରାଣ? ତ ପିଲାମାନେ ଏଇଟା 1 ନମ୍ବରର ଉତ୍ତରଟି ହେବ ଡି, ବ୍ରହ୍ମାଣ୍ଡ ପୁରାଣ। ଏହି ବ୍ରହ୍ମାଣ୍ଡ ପୁରାଣରେ ବର୍ଣ୍ଣନା କରାଯାଇଛି ତ୍ରିକଳିଙ୍ଗ ସାମ୍ରାଜ୍ୟଟି କେଉଁଠୁ କେଉଁ ପର୍ଯ୍ୟନ୍ତ ଥିଲା? ଝାଞ୍ଜାବତୀ ନଦୀଠୁ ବେଦବତୀ ନଦୀ ପର୍ଯ୍ୟନ୍ତ ଥିଲା। 11ର ଉତ୍ତରଟି ହେଉଛି ଡି। ବର୍ତ୍ତମାନ ଆମେ ଦେଖିବା 12 ନମ୍ବର ପ୍ରଶ୍ନ। ହୁ ମେନସନ୍ ଇନ୍ ହିଜ୍ କୋପର ପ୍ଲେଟ୍ ଉତ୍କଳ ଦେଶ ଇଜ୍ ଦ ପାର୍ଟ ଅଫ୍ ହିଜ୍ ଟେରିଟୋରି? କିଏ ନିଜର ତାମ୍ର ଫଳକରେ ଘୋଷଣା କଲେ ଯେ ଉତ୍କଳ ଦେଶ ହେଉଛି ତାଙ୍କ ସାମ୍ରାଜ୍ୟର ଗୋଟେ ଅଂଶ? ଉତ୍କଳ ଦେଶ ନାଁଟି ମଧ୍ୟ ସେ ଉଚ୍ଚାରଣ କରିଛନ୍ତି। ଚୋଡ଼ଙ୍ଗଦେବ, ସୋମଦତ୍ତ, ଇନ୍ଦ୍ରବର୍ମନ ଫାଷ୍ଟ, କପିଳେନ୍ଦ୍ର ଦେବ? ତ ପିଲାମାନେ ଏଠି 12 ନମ୍ବରର ଉତ୍ତରଟି ହେଉଛି ବି, ସୋମଦତ୍ତ। ସୋମଦତ୍ତ ହେଉଛନ୍ତି ଜଣେ ରାଜା ଯିଏକି ନିଜର ତାମ୍ର ଫଳକରେ ଘୋଷଣା କରିଛନ୍ତି ଉତ୍କଳ ଦେଶ ତାଙ୍କ ଅଧୀନରେ ଶାସିତ ହେଉଥିଲା।
आम से जापर आमर पूर्व ना गोटे हूँ उत्कल देश। बर्तमान आम देखिए 13 नंबर प्रश्न। इन व्हिच कॉपर प्लेट मेंशन शुभकर देव फास्ट इज द उत्कलेन्द्र कौ ताम्र फलक वर्णना कर शुभकर देव प्रथम होउछंती उत्कलेन्द्र। यही शब्द माने उत्कलर मुख्य बोली कहुई शब्द गुड़िक मन रखि उत्कल देश उत्कलेन्द्र या गुरुत्वपूर्ण। गंजाम धराकोट नेउलपुर 84। तो पिला माने 13 नंबर उत्तर टी हम डी 84 कॉपर प्लेट रे वर्णना कर शुभकर देव प्रथम होउछंती उत्कलेन्द्र बा उत्कलर इंद्र उत्कलर मुख्य। 13 नंबर उत्तरटा हूँ टी। वर्तमान आम देखिए 14 नंबर प्रश्न। हु ग्रांटेड 84 कॉपर प्लेट किए 84 कॉपर प्लेट घोषणा करते जो 84 कॉपर प्लेट रे शुभकर देव प्रथम उत्कलेन्द्र उपाधि पाइथिले विषय वर्णना करा से कॉपर प्लेट किए रचना करते। जन्मंजय शुभकर देव शिवकर देव सेकेंड शिवकर देव थर्ड। तो पिला माने ये उत्तरटी हम 14 सी शिवकर देव सेकेंड जी कि कॉपर प्लेट रे वर्णना कर शुभकर देव प्रथम होउछंती उत्कलेन्द्र। 14 उत्तरटी हूँ सी। वर्तमान आम देखिए 15 नंबर प्रश्न। इन व्हिच कॉपर प्लेट मेंशन दी मुदगाला किंग शंभुयासा रूल्ड ओवर तोसली। तोसली अध्यायर प्रश्न। मुदगाला राजवंशर राजा शंभुयास तोसली रे शासन करुथुवार प्रमाण कौ ताम्र फलकरू मिलुछि। इरबांग एंड सोरो गंजाम आंबगां पुरी को कॉपर प्लेट। 15 उत्तर हूँ ए इरबांग एंड सोरो कॉपर प्लेट रो जना पड़ुछि जे मुदगाला माने मध्य तोसली उपरे शासन करथुले मुदगाला राजा शंभु यश। तापर आम देखिए नेक्स्ट प्रश्न पिला माने 16 बा 16 नंबर प्रश्न मु कौन कहूँ। इन व्हिच इनस्क्रिप्शन मेंशन अबाउट द गुप्त एम्परर समुद्रगुप्त डिफिटेड किंग महेंद्र ऑफ कौशल। कौशिलालेख वर्णना करा जायछि जे गुप्त सम्राट समुद्रगुप्त कौशलर राजा महेंद्र को पराजय कर विषय। बहु गुरुत्वपूर्ण प्रश्नटी स्टार वाला प्रश्नटी टिपि रखंतु। नानाघाट आलाहाबाद धौली जौगढ़। 16 उत्तरखंडी को पिला माने हबो बी आलाहाबाद। आलाहाबाद शिलालेख वर्णना करा जायछि जे आलाहाबाद शिलालेखटी तो हरिसेन रचना करछन्ति जी कि समुद्रगुप्तंकर राजदरबार जड़े कवि। सही आलाहाबाद शिलालेख रखा जायछि कौशल राजा महेंद्र को गुप्तर सम्राट समुद्रगुप्त पराजय करिछन्ति। 16 उत्तरखंडी कहला पिला माने बी आलाहाबाद शिलालेख। वर्तमान आम देखिए 17 नंबर प्रश्न। इन व्हिच ईयर द चाइनीज पिलग्रिम हुएंसा केम टू ओडिशा। हम तो कौ शताब्दी आगुरी पढ़ी एवं कौ मसीह पार्टिकुलर पढ़ले जे चाइनार परिव्राजक हुएंसा ओडिशा को आसते कौ मसीह 539 AD 539 AD 639 AD 639 AD 739 AD 739 AD 839 AD बा 839 AD। तो ये आंसरटा पिला हम 17 नंबर बी 639 AD 639 AD रे चाइनार परिव्राजक हुएंसा ओडिशा को भ्रमण पर आसीथिले एवं भ्रमण वृत्तांत रचना करथिले। 17 उत्तरटा है बी। वर्तमान हम देखिए 18 नंबर प्रश्न। व्हिच डायनेस्टी एस्टाब्लिश्ड फास्ट कैपिटल टू श्रीपुर। निम्न देछि मथारा गौड़ सोमवंशी भौमकर 4टा राजवंश। कौ राजवंश प्रथम
ଶିରପୁର ଅଞ୍ଚଳକୁ ନିଜର ରାଜଧାନୀ ରୂପରେ ପ୍ରତିଷ୍ଠା କଲେ। ତ ପିଲାମାନେ ଏଇଟା 18 ନମ୍ବରର ଉତ୍ତରଟି ହେଉଛି ସି ସୋମବଂଶୀ। ସୋମବଂଶୀ ରାଜବଂଶର ପ୍ରଥମ ରାଜଧାନୀ ହେଉଛି ଶିରପୁର। ମନେ ରଖନ୍ତୁ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ। ବର୍ତ୍ତମାନ ଆମେ ଦେଖିବା 19 ନମ୍ବର ପ୍ରଶ୍ନ। ଶିରପୁର ୱାଜ୍ ଦ ଫାଷ୍ଟ କ୍ୟାପିଟାଲ ଅଫ୍ ସୋମବଂଶୀ ଲୋକେଟେଡ୍ ଇନ୍ ହ୍ୱିଚ୍ ଷ୍ଟେଟ୍ ଏଟ୍ ପ୍ରେଜେଣ୍ଟ। ଶିରପୁର ଅଞ୍ଚଳ ଯାହାକି ସୋମବଂଶୀ ମାନଙ୍କର ପ୍ରଥମ ରାଜଧାନୀ ବର୍ତ୍ତମାନ କେଉଁ ରାଜ୍ୟରେ ରହିଛି? ଓଡ଼ିଶା, ଛତିଶଗଡ଼, ବିହାର, ଆନ୍ଧ୍ରା। 19ର ଉତ୍ତରଟି ପିଲାମାନେ ହେବ ବି ଛତିଶଗଡ଼। ବର୍ତ୍ତମାନର ଛତିଶଗଡ଼ରେ ରହିଅଛି ଶିରପୁର ଅଞ୍ଚଳଟି, ଯାହାକି ଅତୀତରେ ସୋମବଂଶୀ ମାନଙ୍କର ପ୍ରଥମ ରାଜଧାନୀ ଥିଲା। ତାପରେ ଭିଡ଼ିଓର ଶେଷ ପ୍ରଶ୍ନ 20 ନମ୍ବର ପ୍ରଶ୍ନକୁ ଆଲୋଚନା କରିବା। ଇନ୍ ହ୍ୱିଚ୍ ନେମ୍ ନୋନ୍ ଏଟ୍ ପ୍ରେଜେଣ୍ଟ ଦ ସୁବର୍ଣ୍ଣପୁର ଦ ସେକେଣ୍ଡ କ୍ୟାପିଟାଲ ଅଫ୍ ସୋମବଂଶୀ। ସୋମବଂଶୀ ମାନଙ୍କର ତ 3 ଥର କ୍ୟାପିଟାଲ ପରିବର୍ତ୍ତନ ହେଇଛି। ଦ୍ୱିତୀୟ କ୍ୟାପିଟାଲଟି ଥିଲା ସୁବର୍ଣ୍ଣପୁର ସୋମବଂଶୀ ମାନଙ୍କର। ବର୍ତ୍ତମାନ ସେହି ଅଞ୍ଚଳଟି କେଉଁ ନାମରେ ନାମିତ? ବିଙ୍କା, ସୋନପୁର, ଶିରପୁର, ସାରଙ୍ଗଗଡ଼। ତ ପିଲାମାନେ ଏଠି 20ର ଉତ୍ତରଟି ହେଉଛି ବି ସୋନପୁର। ସୋନପୁର ଅଞ୍ଚଳଟି ହେଉଛି ଅତୀତର, ଯାହାକି ସୁବର୍ଣ୍ଣପୁର ସୋମବଂଶୀ ମାନଙ୍କର ଦ୍ୱିତୀୟ ଥର ପାଇଁ କ୍ୟାପିଟାଲ ହୋଇଥିଲା। ମୁଁ ଆଶା କରୁଛି ମୋର ଏ ଆଲୋଚନା ଆପଣମାନଙ୍କର ଆଗାମୀ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସହାୟକ ହେବ। ଭିଡ଼ିଓକୁ ଲାଇକ୍ କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ସମସ୍ତ ଛାତ୍ରଛାତ୍ରୀଙ୍କ ଗଣରେ ସେୟାର କରନ୍ତୁ। ବନ୍ଦେ ଉତ୍କଳ ଜନ।